ମୁଁ ମୋର ପ୍ରତିଶୋଧ ନେବା ପାଇଁ ଦିଲ୍ଲୀପ ରାୟଙ୍କୁ ମୁଁ ଭୋଟ ଦେଲି। ବାପା ଏଜେଣ୍ଟ ରହିବ, ପୁଅ କାହାକୁ ଭୋଟ ଦେଲା ବାପା କହିବେ କି? ଦୁଇଟି କଂଗ୍ରେସ ଭୋଟ ଦିଲ୍ଲୀପ ରାୟଙ୍କୁ ଆସିଛି, ସେ କଥା ଛୁପା ଯାଇଛି। ବାକି ବର୍ଷ ବର୍ଷ ଯୋଉ ମେପାର ରହୁଥିଲେ ସେ ବିଲ୍ କିଏ ଦେଇଥିଲା? ଭକ୍ତ ଦାସ କ'ଣ ଡିଲ୍ କରୁଥିଲେ ନ କରୁଥିଲେ ମୁଁ ତ ସେ ଉପରେ ଜାଣିନି, ସେଇଟା ଦିଲ୍ଲୀପ ରାୟଙ୍କୁ ପଚାର, ସେ ନିଜେ କହିବେ। ଶୁଣନ୍ତୁ, ମୁଁ ମୋ ନିଜ ସ୍ଟ୍ରେନ୍ଥରେ ମୁଁ ତିଆରି ହେଇଛି, କଂଗ୍ରେସ ଦଳ ମୋତେ ତିଆରି କରୁନି। ବିଜେଡିର ଦୁଇଟା ଗୋଟେ ବିଧାୟକ ଗୋଟେ ବିଧାୟିକା ପ୍ରକୃତରେ ବିଜେଡିକୁ ଭୋଟ ଦେଇଛନ୍ତି। ଯେଉଁ ଏଜେଣ୍ଟ ମାନେ ଥିଲେ ସେଇଠି ସୁଲା ସୂତ୍ରା ହେଇଛି। ଇଏ ସମୟ ଅନୁଯାୟୀ ଆପଣମାନେ ଜାଣିବେ ମୁଁ ଏଠି ମିଛ କହୁଥିଲି କି ସତ କହୁଥିଲି। ଦୁଇଟି କଂଗ୍ରେସ ଭୋଟ ଦିଲ୍ଲୀପ ରାୟଙ୍କୁ ଆସିଛି, ସେ କଥା ଛୁପା ଯାଇଛି। ଦୁଇଟି ବିଜେଡି ଭୋଟ ବିଜେଡି କି ଯାଇଛି, ତାକୁ ଉଲ୍ଟା କରାଯାଇଛି। ନିଶ୍ଚୟ ଦି ଜଣ ନାଁ ମୁଁ କହିବିନି, ଆପଣମାନେ ଖୋଳତାଳ କରନ୍ତୁ, ସମୟ ଅନୁଯାୟୀ ଆପଣମାନେ ଜାଣିବେ। ମୁଁ ଏଜେଣ୍ଟ ରହିବି, ମୋ ପୁଅ ଆସିକି ଭୋଟ ଦେବ, ମୁଁ କାହାକୁ ଦେଲି ମୁଁ କାହାକୁ କହିବି କହିବାର ନାହିଁ। ଆଉ ଏସବୁ ସୁଲା ସୂତ୍ରା କୋଉଠି ହଉଛି? ଆଉ ଜଣେ ଆପଣ ଚିନ୍ତା କରନ୍ତୁ, ମୁଁ ନାଁ କହିବିନି, ଧୀରେ ଧୀରେ ଆପଣମାନେ ଜାଣିବେ। ଖୋଳତାଳ କରନ୍ତୁ। ଆପଣମାନେ ତ ସବୁ ଜାଗାର ବିଭିନ୍ନ ଖବର ରଖୁଛନ୍ତି, ବିଭିନ୍ନ ଜାଗାରେ ପହଞ୍ଚି ପାରୁଛନ୍ତି, ବିଭିନ୍ନ ତଥ୍ୟ ଆପଣମାନଙ୍କ ପାଖରେ ଥାଉଛି। ଆପଣମାନେ ଖୋଜନ୍ତୁ, ନିଶ୍ଚୟ ବାହାରିବେ। ବାପା ଏଜେଣ୍ଟ ରହିବ, ପୁଅ କାହାକୁ ଭୋଟ ଦେଲା ବାପା କହିବେ କି? କହିବେନି। ଆଉ ହିଣ୍ଟସ ମୁଁ ଦେବିନି, ଆପଣମାନେ ଖୋଳତାଳ କରନ୍ତୁ, ନିଶ୍ଚୟ ବାହାର କରିପାରିବେ। କୋଉ ଓଡ଼ିଶାର ମୁଁ କୋଉଠି କହିବିନି, ଖୋଳତାଳ କରନ୍ତୁ। ଶୁଣନ୍ତୁ, ଯିଏ ବିଜେଡି ଆଡେ ଗୋଟେ ପାଦ ବିଜେପି ଆଡେ ଗୋଟେ ପାଦ ପକେଇକି ଯଦି କଂଗ୍ରେସ ଦଳକୁ ଉଠେଇ ବୋଲି ଚାହୁଁଛନ୍ତି, କଂଗ୍ରେସ ଦଳ କେବେ ହବନି। ଆଉ ଯେଉଁମାନେ ପୁରୁଣା କଂଗ୍ରେସ ଲୋକ ଥିଲେ, 24 ବର୍ଷର ଶିକାର ହେଇଥିଲେ, ହଇରାଣ ହରକତ ହେଇଛନ୍ତି, ସେମାନଙ୍କୁ ଆମର ସଭାପତି ଜଣ ଜଣକୁ କରିକି ଦଳରୁ ନିଲମ୍ବନ କରୁଛନ୍ତି, ବାହାର କରୁଛନ୍ତି। ନିଜେ ଗୋଟେ ସଂଗଠନ ବନେଇକି ସେ ସଂଗଠନ ମୋର ହେଇକି ଥାଉ, ପାର୍ଟର ନ ହେଇକି ଥାଉ ବୋଲି ଯେଉଁ ଚିନ୍ତାଧାରାରେ ଅଛନ୍ତି, ତାକୁ ଆମେ ଗ୍ରହଣ କରିବାର ନାହିଁ। ହିଟଲର ଶାସନ କଲା ସମୟରେ ମଧ୍ୟ ଅନେକ ଲୋକ ତାକୁ ପ୍ରତିବାଦ କରୁଥିଲେ। ଆଉ ଇଏ ତ ହିଟଲରର ଗୋଟେ ରୁମକୁ ସରିବନି, ଆ କଥା କିଏ ଶୁଣିବ? ପରି ଆର କଥାର କାର୍ଯ୍ୟ କିଏ କରିବ? ତାକୁ ମୁଁ ନିନ୍ଦା କରେ। ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇକି ମୋତେ କିଛି ଲାଭ ହେଲା କି କ୍ଷତି ହେଇନି। ମୁଁ ମୋର ପ୍ରତିଶୋଧ ନେବା ପାଇଁ ଦିଲ୍ଲୀପ ରାୟଙ୍କୁ ମୁଁ ଭୋଟ ଦେଲି। ମୁଁ ହାବ ଭାବ ଦେଖୁଥିଲି, ମୁଁ ମୋର ପ୍ରତିଶୋଧ ନେବା ପାଇଁ ସମୟ ଜଗୁଥିଲି। ଯେଉଁ ଫଟୋଟା ଭାଇରାଲ ହେଉଛି, ମୁଁ କହିଦେଉଛି, ସୁଧାଂଶୁ ଫୋକସ୍ ମିଡ଼ିଆର ସୁଧାଂଶୁ ଶେଖର ରାଉତ, ମୁଁ ଆଉ କିଏ ଯାଇକି ଆମେ କଫି ପିଇବା ପାଇଁ ଯାଇଥିଲୁ। ଦିଲ୍ଲୀପ ରାୟ ଆସିଲେ, ସେଇଠୁ ବହୁତ ପୁରୁଣା ଫଟୋ। ସିଏ ନିଜକୁ ବାହାଦୁରୀ ନେବା ପାଇଁ ଏ ଫଟୋଟା ଛାଡ଼ି ଦେଇଥିଲେ। ବାକି ଭାଇ, ମୁଁ ସ୍ୱାଭିମାନ ଲୋକ, ନା ପଦପଦବୀରେ ବିକ୍ରି ହୁଏ, ନା ପଦପଦବୀର ଲାଳାୟିତ ଥାଏ, ନା ପଇସାରେ ବିକ୍ରି ହୁଏ। ମୋତେ କିଛି ଆବଶ୍ୟକ ନାହିଁ। ଭଗବାନ ମୋତେ ସବୁ ଦେଇଛନ୍ତି। ମୁଁ ଚଳିବା ପାଇଁ, କିଛି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସବୁ କିଛି ସୁବିଧା ମୋତେ ଭଗବାନ କରି ଦେଇଛନ୍ତି। ମୋତେ କିଛି ଆବଶ୍ୟକତା ନାହିଁ। କଂଗ୍ରେସ ଅଫିସ ତ ଅଧେ ଦିନ ବନ୍ଦ ଥାଉଛି। ଆମର ରାୟପୁର ସେ ବିଲ୍ କିଏ ଦେଇଥିଲା? କାଢନ୍ତୁ, ବାହାରିବ। ବାକି ବର୍ଷ ବର୍ଷ ଯୋଉ ମେପାର ରହୁଥିଲେ ସେ ବିଲ୍ କିଏ ଦେଇଥିଲା? ସେଇଟା ବାହାର କରନ୍ତୁ। କହିବା କଥା, ଆମେ ଯୋଉ ଶିକାର ହେଇଛୁ 24 ବର୍ଷ ଆମେ ଶିକାର ହେଇଛୁ, ସେ ଉପରେ ମୁଁ ପଚାରିବା ପାଇଁ ଚାହେଁ ଆମର ପିସି ସଭାପତି ଭକ୍ତଚରଣ ଦାସଙ୍କୁ, ଯେ ଆମେ 24 ବର୍ଷ ଯୋଉ ଶିକାର ହେଇଛୁ, ଯୋଉ କଂଗ୍ରେସ ଲୋକ ଶିକାର ହେଇଛନ୍ତି, ତା ଉପରେ କ'ଣ କ'ଣ ଜାଣିଛନ୍ତି? ତାଙ୍କ ହେଇଛନ୍ତି କି ଶିକାର? ତାଙ୍କ ବାପା ପ୍ରତି ଅନ୍ୟାୟ ହେଇଛି କି? ତାଙ୍କ ପରିବାର ପ୍ରତି ଅନ୍ୟାୟ ହେଇଛି କି? ଏବଂ ତାଙ୍କର କର୍ମୀମାନଙ୍କୁ ଯେଉଁ ବିଭିନ୍ନ ପ୍ରକାର ନାନା ହଇରାଣ କରି ବହୁତ ମାଡ଼ ମରାଯାଇଛି, ସେ ହଇରାଣ ହେଇଛନ୍ତି କି? ସେୟା ନାହିଁ। ମୋତେ ଇନକାଉଣ୍ଟର କରିଦେବା ପାଇଁ ଧମକ ମଧ୍ୟ ଦେଇଥିଲେ ଗୋଟେ ବରିଷ୍ଠ ପୋଲିସ ଅଫିସର।
ତାର ମଧ୍ୟ ମୁଁ ଡରି ନଥିଲି। ନିର୍ବାଚନ ସମୟରେ ବିଭିନ୍ନ ପ୍ରକାର ଆଶା ଦେଖାଇଥିଲେ, ଟିକଟ ନିଅ, ଯାହା ଅସୁବିଧା ଅଛି ଆମେ ବୁଝିବୁ, ଯାହା ସାହାଯ୍ୟ ଦରକାର କରିବୁ। ବିଜେଡି ଡାକିଥିଲେ, ବିଜେପି ଡାକିଥିଲେ, କାହିଁ ମୁଁ ତ ଯାଇନି। ଖାଲି ରାଜ୍ୟସଭା ଇଲେକ୍ସନରେ ମୁଁ ବିକି ହେଇଗଲି। ଭକ୍ତ ଦାସ କ'ଣ ଡିଲ୍ କରିଥିଲେ ନ କରିଥିଲେ ମୁଁ ତ ସେ ଉପରେ ଜାଣିନି। ସେଇଟା ଦିଲ୍ଲୀପ ରାୟଙ୍କୁ ପଚାର, ସେ ନିଜେ କହିବେ। ହାଁ, ଶୁଣନ୍ତୁ, ନାକଚ କରିବା, ଆବସେଣ୍ଟ ରହିବା ଗୋଟେ ବୁଦ୍ଧିଜୀବୀର କାମ ନାହିଁ। ନିର୍ବାଚନ ସମୟରେ ଭୋଟ ଦେବାର ଅଧିକାର ଅଛି, ଭୋଟ ଦିଅନ୍ତୁ। ଯାହାକୁ ପସନ୍ଦ ଅଛି ଆପଣଙ୍କର ମାଇଣ୍ଡକୁ ଯାହା ଡାକିଲା ତା କରନ୍ତୁ। ସମସ୍ତଙ୍କର ଗଣତାନ୍ତ୍ରିକ ପଦ୍ଧତିରେ ଅଧିକାର ରହିଛି। ଗଞ୍ଜାମ କଂଗ୍ରେସର ଗତି ନୂଆ ଲୋକ ତିଆରି କରିକି ସେ ସଂଗଠନ ମଜବୁତ କରିବେ, କରନ୍ତୁ। ମୁଁ ତାକୁ ସ୍ୱାଗତ କରୁଛି। ଏବଂ ବାକି ଯେଉଁ ଜିନିଷ ଯେଉଁ ବାସ୍ପଟ ମାରିକି କହୁଛନ୍ତି, ମୋ ନାଁରେ ସମାଲୋଚନା କରି କହୁଛନ୍ତି, ତାକୁ ବନ୍ଦ କରନ୍ତୁ। ଶୁଣନ୍ତୁ, ମୁଁ ମୋ ନିଜ ସ୍ଟ୍ରେନ୍ଥରେ ମୁଁ ତିଆରି ହେଇଛି, କଂଗ୍ରେସ ଦଳ ମୋତେ ତିଆରି କରିନି। ଟିକଟ ନେଇକି ଲଢ଼ିବାର ମୁଁ ମୋ ବ୍ୟକ୍ତିଗତ ସାଧାରଣ ଲୋକ ମୋତେ ଭଲ ପାଆନ୍ତି। ଆମ ସାନ କମିଟି ନିର୍ବାଚନ ମଣ୍ଡଳୀର ସେମାନଙ୍କର ଆଶୀର୍ବାଦରେ ମୁଁ ଜିତିକି ଆସୁ। ତୁରନ୍ତ ଯଦି ପିସିସି କି ନ ବଦଳେଇବେ ତ ରାଜ୍ୟରେ କଂଗ୍ରେସ ଶୂନ ହେଇଯିବ। ଯାହା ଥିଲା ସବୁ ତଳକୁ ଖସିକି ପଳେଇ ଆସିବ।